OSSE କମ୍ବାଇନ୍ଡ ହାୟର ସେକେଣ୍ଡାରୀ କିମ୍ବା ତାର ଇକ୍ୱିଭାଲେଣ୍ଟ ରିକ୍ୱାରମେଣ୍ଟ ଏକ୍ଜାମିନେସନ୍ ଫର୍ ଗ୍ରୁପ୍ B ଆଣ୍ଡ ଗ୍ରୁପ୍ Cର ସ୍ପେଶାଲିଷ୍ଟ ପୋଷ୍ଟ 2025ରେ ଯେଉଁ ଆସିଥିଲା ତାର କେଉଁ ପୋଷ୍ଟ ପାଇଁ କେଉଁ ଶିକ୍ଷାଗତ ଯୋଗ୍ୟତା ଏବଂ ତାର ବୟସ ସୀମା କେତେ ଦେଇଥିଲା ସେ ବିଷୟରେ ଏବେ ଆମେ ଡିସ୍କସନ୍ କରିବା। ତେବେ ଅମିନ୍ ଅଣ୍ଡର EIC ୱାଟର ରିସୋର୍ସେସ୍ ଯାହାର ଶିକ୍ଷାଗତ ଯୋଗ୍ୟତା +2 ଆର୍ଟ୍ସ ସାଇନ୍ସ କିମ୍ବା କମର୍ସ ହୋଇଥିବା ଦରକାର କିମ୍ବା ତାର ଇକ୍ୱିଭାଲେଣ୍ଟ ହୋଇଥିବା ଦରକାର ଏବଂ ତା ସହିତ କମ୍ପ୍ୟୁଟର ସ୍କିଲ୍ର କୋର୍ସ କରିଥିବା ଦରକାର। ଯଦି ତାର ବୟସ ସୀମା ଦେଖିବା 1 ଜାନୁଆରୀ 2025 ସୁଦ୍ଧା ସର୍ବନିମ୍ନ 21 ବର୍ଷ ଏବଂ ସର୍ବାଧିକ 42 ବର୍ଷ ହୋଇଥିବା ଆବଶ୍ୟକ। ତାପରେ ଜୁନିୟର ଫିଶରିଜ୍ ଟେକ୍ନିକାଲ ଆସିଷ୍ଟାଣ୍ଟ ଅଣ୍ଡର ଡାଇରେକ୍ଟର ଅଫ୍ ଫିଶରିଜ୍ ଯାହାର ଶିକ୍ଷାଗତ ଯୋଗ୍ୟତା +2 ଭୋକେସନାଲ ଫିଶରିଜ୍ରେ ଫ୍ରମ୍ CHSE କିମ୍ବା ଅନ୍ୟ କୌଣସି ୟୁନିଭର୍ସିଟିରେ ହୋଇଥିବା ଦରକାର ଏବଂ ତା ସହିତ ସୁଇମିଂର ସ୍କିଲ୍ ଜଣାଥିବା ଦରକାର ଏବଂ ତାର ବୟସ ସୀମା ହେଉଛି 1 ଜାନୁଆରୀ 2025 ସୁଦ୍ଧା ସର୍ବନିମ୍ନ 21 ବର୍ଷ ଏବଂ ସର୍ବାଧିକ 42 ବର୍ଷ ହୋଇଥିବା ଆବଶ୍ୟକ। ତାପରେ ଜୁନିୟର ଫରେନ୍ସିକ୍ ଆଟେଣ୍ଡାଣ୍ଟ ଅଣ୍ଡର ଷ୍ଟେଟ୍ ଫରେନ୍ସିକ୍ ସାଇନ୍ସ ଲାବୋରେଟୋରୀ ଯାହାର ଶିକ୍ଷାଗତ ଯୋଗ୍ୟତା +2 ସାଇନ୍ସ ଯେକୌଣସି ବୋର୍ଡ଼ କିମ୍ବା ଇନଷ୍ଟିଚ୍ୟୁସନରୁ ହୋଇଥିବା ଦରକାର ଏବଂ ତାର ବୟସ ସୀମା 1 ଜାନୁଆରୀ 2025 ସୁଦ୍ଧା ସର୍ବନିମ୍ନ 21 ବର୍ଷ ଏବଂ ସର୍ବାଧିକ 42 ବର୍ଷ ହୋଇଥିବା ଆବଶ୍ୟକ। ଏବଂ ଯଦି ଏଜ୍ ରିଲାକ୍ସେସନ୍ କଥା ଦେଖିବା ତେବେ SC ST SCBC ଓମେନ୍ ଏବଂ ଏକ୍ସ ସର୍ଭିସମ୍ୟାନ୍ ମାନଙ୍କ ପାଇଁ ରୁଲ୍ ଅନୁସାରେ ସେମାନଙ୍କୁ ଏଜ୍ର ରିଲାକ୍ସେସନ୍ ମଧ୍ୟ ମିଳିବ। ଆପଣମାନେ ଯଦି ଏହିପରି ନୂଆ ନୋଟିଫିକେସନ୍ ପାଇବାକୁ ଚାହୁଁଛନ୍ତି ତେବେ ଆପଣମାନେ ଆମ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ।